ଋଣ କରିବା ବହୁତ ବହୁତ ସହଜ ବିଷୟ ଅଟେ, ମାତ୍ର ଋଣ ସୁଝିବା ଏହା ବହୁତ ବହୁତ କଷ୍ଟକର ବିଷୟ ଅଟେ। ଆମମାନଙ୍କର ପୂର୍ବପୁରୁଷମାନେ, ଆମମାନଙ୍କର ମା ବାପାମାନେ, ସେମାନେ ଅନେକ ଅନେକ କାର 4ଟା ଛୁଆ 5ଟା ଛୁଆ ସେମାନଙ୍କର ଥିଲା। ଆଉ ସେମାନେ ବିନା ଋଣରେ ଆମମାନଙ୍କୁ କେତେ ସୁନ୍ଦର ଭାବରେ ସେମାନେ ଆମମାନଙ୍କର ଯତ୍ନ ନେଇଛନ୍ତି। ମାତ୍ର ଆମର କାହାର ଗୋଟିଏ କାହାର 2ଟା ଛୁଆ ଅଛି, ହେଲେ ମଧ୍ୟ ଆମେ ଋଣରେ ବୁଡ଼ିକିନା ଆମେ ଅଛୁ। ପ୍ରିୟମାନେ, ଏହି ଋଣଗ୍ରସ୍ତ ହେବା ଏହା କୌଣସି ପ୍ରକାର ଭାବରେ ଭଲ ନୁହେଁ। କାରଣ ବାଇବଲ ଆମମାନଙ୍କୁ କହେ, ପ୍ରେମ ବିନା ଅନ୍ୟ କୌଣସି ବିଷୟରେ କାହାର ଋଣୀ ହୁଅ ନାହିଁ। ଆଉ ବାଇବଲ ଆମମାନଙ୍କୁ କହେ ଯେ ଋଣୀ ମହାଜନର ଦାସ ହେବ। ପରମେଶ୍ୱର ଆମକୁ କାହାର ଦାସ ହେବା ନିମନ୍ତେ ଡାକି ନାହାନ୍ତି, ଆମକୁ ସେ ସ୍ୱାଧୀନ କରିଛନ୍ତି। ପ୍ରାର୍ଥନା କରନ୍ତୁ ଆଉ ଏ ଋଣରୁ ମୁକ୍ତ ହୁଅନ୍ତୁ, ପ୍ରଭୁଙ୍କ ଉପରେ ଭରସା ରଖନ୍ତୁ, ପରମେଶ୍ୱର ଆମକୁ ଯତ୍ନ ନେବେ।